ଏବଂ ଗୋଟେ ଡିଫରେଣ୍ଟ ମୁଭି ହରର ମୁଭି ଏମିତିଆ ଚଳଚ୍ଚିତ୍ର ଆଗରୁ ଓଡ଼ିଶାରେ ହେଇନଥିଲା। ତେଣୁକରି ସବୁ ପ୍ରକାର ପଦକ୍ଷେପ ନେବା ଦରକାର। ତ ଲୋକମାନେ ହତୋତ୍ସାହିତ ହେଇଥିଲେ, ନିରୁତ୍ସାହିତ ହେଇଯାଇଥିଲେ। ରିମେକ୍ ଧାରା କି ଲୋକମାନେ ହଲ୍କୁ ଆସୁନଥିଲେ, କିନ୍ତୁ ବର୍ତ୍ତମାନ ସମୟ ଫେରିଛି, ଲୋକମାନଙ୍କ ଭିତରେ ମାନସିକତା ବଦଳିଛି। ଲୋକମାନେ ଚଳଚ୍ଚିତ୍ର ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ହଲ୍କୁ ଆସୁଛନ୍ତି, ଭଲ ପାଉଛନ୍ତି। ତ ଏଇ ସମୟରେ ଦର୍ପଣ ଚଳଚ୍ଚିତ୍ରଟି କମ୍ପ୍ଲିଟ୍ ହେଇଛି, ମୁକ୍ତିଲାଭ କରିବ। ଗୋଟେ ଚଳଚ୍ଚିତ୍ର ଆସିଲେ ତାକୁ ବ୍ୟବସାୟ ପାଇଁ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ସେ ଚଳଚ୍ଚିତ୍ରଟିକୁ ଗୋଟେ ପ୍ରେସ୍ ମିଟ୍ କରାଯାଏ। କାହିଁକି ନା ମିଡ଼ିଆ ବନ୍ଧୁମାନେ ଯଦି ନ ଚାହିଁବେ ଗୋଟେ ଚଳଚ୍ଚିତ୍ରଟି ଦର୍ଶକମାନଙ୍କ ପାଖରେ ପହଞ୍ଚି ପାରିବ ନାହିଁ। ଏଇଟା ଗୋଟେ ମାଧ୍ୟମ ଏବଂ ଟିଜର ରିଲିଜ୍ ହେଲା। ଏଇଟା ଗୋଟେ ଶୁଭ ଦିନ ଦର୍ପଣ ଚଳଚ୍ଚିତ୍ର ପାଇଁ, ସିଏନ୍ ପ୍ରଡକ୍ସନ୍ ପାଇଁ, ପ୍ରଯୋଜକ ଦିଲ୍ଲୀପ କୁମାର ସାହୁଙ୍କ ପାଇଁ ଏବଂ ଗୋଟେ ସୁନ୍ଦର ଚଳଚ୍ଚିତ୍ର ନିର୍ମାଣ କରାଯାଇଛି ଏବଂ ଗୋଟେ ଡିଫରେଣ୍ଟ ମୁଭି ହରର ମୁଭି ଏମିତିଆ ଚଳଚ୍ଚିତ୍ର ଆଗରୁ ଓଡ଼ିଶାରେ ହେଇନଥିଲା। ତେଣୁକରି ସବୁ ପ୍ରକାର ପଦକ୍ଷେପ ନେବା ଦରକାର। ତ ଲୋକମାନେ ହତୋତ୍ସାହିତ ହେଇଥିଲେ, ନିରୁତ୍ସାହିତ ହେଇଯାଇଥିଲେ। ରିମେକ୍ ଧାରା କି ଲୋକମାନେ ହଲ୍କୁ ଆସୁନଥିଲେ, କିନ୍ତୁ ବର୍ତ୍ତମାନ ସମୟ ଫେରିଛି, ଲୋକମାନଙ୍କ ଭିତରେ ମାନସିକତା ବଦଳିଛି। ଲୋକମାନେ ଚଳଚ୍ଚିତ୍ର ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ହଲ୍କୁ ଆସୁଛନ୍ତି, ଭଲ ପାଉଛନ୍ତି। ତ ଏଇ ସମୟରେ ଦର୍ପଣ ଚଳଚ୍ଚିତ୍ରଟି କମ୍ପ୍ଲିଟ୍ ହେଇଛି, ମୁକ୍ତିଲାଭ କରିବ। ତେଣୁକରି ନିଶ୍ଚିନ୍ତ ଭାବେ ଆଶା ରଖିବୁ ଯେ ଚଳଚ୍ଚିତ୍ର ଲୋକମାନଙ୍କୁ ଭଲ ଲାଗୁ, ଲୋକମାନେ ଦେଖନ୍ତୁ, ହଲ୍କୁ ଆସନ୍ତୁ। ଭଲ ଭଲ କଳାକାରମାନେ, ଯୁବ କଳାକାରମାନେ ଏଥିରେ ଅଛନ୍ତି। ଅଙ୍କିତ ହୁଅନ୍ତୁ, ତୃପ୍ତି ହୁଅନ୍ତୁ, ହିରଣ୍ମୟୀ, ଭାସ୍କର, ଏ ଯେଉଁ ଭାରତ ନିଜେ ଯିଏକି ନିର୍ଦ୍ଦେଶକ, ସେ ମଧ୍ୟ ଚରିତ୍ର ଅନ୍ୟତମ ନାୟକ ଭାବରେ ଅଭିନୟ କରିଛନ୍ତି ଏବଂ କାଳି କରିଛନ୍ତି ଏବଂ ମୁଁ ସେଥିରେ ମଧ୍ୟ ଗୋଟେ ଅଭିନୟ କରିବାର ସୁଯୋଗ ପାଇଛି। ରାନୁପାଡ଼ି ଅଛନ୍ତି। ତେଣୁ କିଛି ଅଭିଜ୍ଞ, କିଛି ନୂତନ କଳାକାରମାନଙ୍କୁ ନେଇକରି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି ଏବଂ ଭଲ କୋରିଓଗ୍ରାଫି ହେଇଛି, ଭଲ ସଙ୍ଗୀତ ହେଇଛନ୍ତି। ବୈଦ୍ୟନାଥ, ଟୁନୁ ପଟ୍ଟନାୟକ ଭଲ ସଙ୍ଗୀତ ଦେଇଛନ୍ତି। ତେଣୁ ପିକ୍ଚର ବହୁତ ଅଂଶ ମୁଁ ଦେଖିଛି। ମୋର ବିଶ୍ୱାସ ବ୍ୟକ୍ତିଗତ ଭାବରେ ଏଇ ଚଳଚ୍ଚିତ୍ରଟି ଆମ ଓଡ଼ିଆ ଦର୍ଶକମାନଙ୍କୁ ଆକର୍ଷିତ କରିବ। ସେମାନେ ଦେଖିବେ, ହଲ୍କୁ ଆସିବେ ଏବଂ ସମସ୍ତଙ୍କୁ ଉତ୍ସାହିତ କରିବେ। ସେମାନେ ହଲ୍ମାନଙ୍କୁ ଲୋକମାନେ ଆସିବା ଦରକାର ଏବଂ ଆପଣମାନେ ହିଁ ତା'ର ମାଧ୍ୟମ ହେବା ଦରକାର। ତାହେଲେ ଚଳଚ୍ଚିତ୍ରଟି ସଫଳତା ଲାଭ କରିବ।